ଠାକୁର, ଆପଣ ତ କହନ୍ତି ଚାକିରି ଠାରୁ ବରଂ ଭିକ୍ଷା କରିବା ଭଲ। ଶ୍ରୀ ଠାକୁର କହିଲେ, ହଁ, ସମସ୍ତେ ପୁଣି ତାହା ଅପସନ୍ଦ କରନ୍ତି, କିନ୍ତୁ ମୋର କଥାର ଉଦ୍ଦେଶ୍ୟ ହେଲା ଭିକ୍ଷା କରିବାକୁ ହେଲେ ଅନ୍ତତଃ ମଣିଷର ତୁଷ୍ଟି ବିଧାନ କରି ତାହା କରିବାକୁ ହେବ। ମୁଣ୍ଡ ଖେଳାଇବାକୁ ହେବ, ସେଥିପାଇଁ ନିଜକୁ ନିୟନ୍ତ୍ରିତ କରିବାକୁ ହେବ। ସେହିପରି ଭାବେ କେତେ ସମୟ ଦେଖାଯାଏ ଅତି ସାଧାରଣ ଲୋକ କିପରି ଭାବେ କଥାଟା କହେ, ଯେଉଁଥିରେ ମଣିଷର ସହାନୁଭୂତିର ଉଦ୍ରେକ ହୁଏ। ଅବଶ୍ୟ ସାମର୍ଥ୍ୟର ଅପଳାପ କରି ଭିକ୍ଷା କରିବା ଠିକ୍ ନୁହେଁ। ମଣିଷକୁ ସ୍ୱତଃ ସ୍ୱଚ୍ଛ ଭାବେ ଏପରି ସେବା କରିବାକୁ ହେବ ଯେପରିକି ପାଇବାଟା ଆପଣା ଛାଇଁ ଉଛୁଳି ଉଠେ। ଚାକିରି ଯେ କରେ ତାର ଏପରି ସାମର୍ଥ୍ୟ ଥିବା ଦରକାର ଯେପରିକି ଚାକିରି ଚାଲିଗଲେ ମଧ୍ୟ ସେ ସତ ଓ ସ୍ୱାଧୀନ ଭାବେ ଜୀବିକା ଅର୍ଜନ କରିପାରେ। ଏହାଦ୍ୱାରା ବ୍ୟକ୍ତିତ୍ୱ ଠିକ୍ ଥାଏ।